ଭୋକେସନାଲ ଟିଚର୍ସ ୱେଲଫେୟାର ଆସୋସିଏସନ ଜଣେ ସଦସ୍ୟ। ରାଜରାସ୍ତାରେ ସରକାରଙ୍କୁ ଗୋଟେ ଦାବି ରହୁଛି ଯେ ସମସ୍ତଙ୍କର ସାଲାରୀ ଶିକ୍ଷା ଅନୁଷ୍ଠାନରେ ବହୁତ ଅଧିକ ବି ରହୁଛି, ଆମମାନଙ୍କର ତା ତୁଳନାରେ କିଛି ବି ନାହିଁ। 17-18,000 16,300 ଏ ସାଲାରୀ ଗୋଟେ ମାସକୁ ଚଳିଲା ପରି ହେଉନାହିଁ। ତେଣୁ ସରକାରଙ୍କୁ ଅନୁରୋଧ ରହୁଛି ଯେ 2026ର ନୂଆ ବର୍ଷରେ ଆମ ପାଇଁ କିଛି ନହେଲେ 40,000 ସାଲାରୀ କରନ୍ତୁ। ସେକେଣ୍ଡ କଥା ହଉଛି ଯୋଉ TDS କୁ ଟୋଟାଲ କଟାନ୍ତୁ, PF ଅଟୋ କିଛି ଆଡ୍ କରାଯାଉ। ଥାର୍ଡ କଥା ହଉଛି ଯେ ଆମର ଗୋଟେ ଜବ୍ ର ସିକ୍ୟୁର କରାଯାଉ। ଆଜି ରାଜରାସ୍ତାକୁ ଆସିଛୁ, କାଲି ଗଲା ବେଳକୁ ସ୍କୁଲକୁ ଟର୍ମିନେସନ ଗୋଟେ ମେଲ୍ ପଳେଇ ଆସିବ VTV ମାନେ ଯଦି ଆମର ଏତେ ବି ରହୁଛନ୍ତି ନାହିଁ, ଜଣେ ୱେଲ୍ ୟୁଜର ହିସାବରେ ରହୁଛନ୍ତି, ତାହେଲେ ଆଟଲିଷ୍ଟ ସେମାନେ ବି ଚାହାନ୍ତି ଯେ ସାଲାରୀଟା କେମିତି ହାଇକ୍ ହେଇଯାଉ। ସାଲାରୀ ହାଇକ୍ ହେଲେ ତାଙ୍କର ତ 15% ବି ବଢିଯିବ ନା। ଇନଡାଇରେକ୍ଟଲି ତାଙ୍କର ଯଦି 15% ବଢୁଛି, ସାଲାରୀଟା ଫାଷ୍ଟ ଆମର ହାଇକ୍ କରେଇ ଦିଅନ୍ତୁ 40,000, ତାପରେ ଦେଖିବା। ଆଉ ଫୋର୍ଥ ଥିଙ୍ଗ ହଉଛି ଯେ କେମିତି ଆମେ ଚାହୁଁନୁ ଯେ ଭିତ୍ତିକ ଆକ୍ଟକୁ ଆମେ ମାରା ଯାଇନି। ଆମେ କହୁଛୁ ସରକାର ତମ ବ୍ୟବସ୍ଥା ଭିତରକୁ ଆମକୁ ନିଅ, ଆମେ DO ଲେବୁଲରେ କେମିତି ସାଲାରୀ ପାଇବୁ। ଆମେ ଭିତ୍ତିଭୂମିର ଏଗେନଷ୍ଟ କିଛି ବି ଯିବାକୁ ଆଜ୍ଞା ଚାହୁଁନୁ। ଆମେ କେବଳ ଚାହୁଁଛୁ ଯେ DO ଟ୍ରେଜେରୀ କେମିତି ସାଲାରୀଟା ପାଇବୁ। ବିଧାୟକଙ୍କର ଦରମା ବଢିଲା, ଆପଣଙ୍କ ବଢିଲାନି, ଆପଣ କେମିତି ଦେଖୁଛନ୍ତି? ସେ ତ ଆମ ପାଇଁ ସ୍ପିଚଲେସ୍, ଆମ ପାଇଁ ନାହିଁ। ଓଡ଼ିଶାରେ ଆମେ ଏଇ ରାଜନୈତିକ କ୍ଷେତ୍ରକୁ ଯିବାକୁ ଚାହୁଁନୁ। ଯଥା ପୂର୍ବମ୍ ତଥା ପରମ୍। ବିଜେଡି ଗଭର୍ଣ୍ଣମେଣ୍ଟରେ ଯାହା ଥିଲା କଲ୍ୟାଣ ସାର୍ଙ୍କ ଅମଳରେ, ବର୍ତ୍ତମାନ ମୋହନ ସାର୍ଙ୍କ ସମୟରେ ବି ସେ ଆମେ ଅନୁଭବ କରିସାରିଲୁଣି 1.5 ବର୍ଷ ଭିତରେ। ନଚେତ ଆମେ ମାନେ ଏଜୁକେସନ ମିନିଷ୍ଟରଙ୍କ ପାଖକୁ ବାରମ୍ବାର ମିନିମମ୍ ଆମେ 6 ମାସ ଭିତରେ 47-48 ଥର ଯାଇଥିବୁ, କିନ୍ତୁ ରେଜଲ୍ଟ କିଛି ନାହିଁ। ତାହେଲେ କହୁଛନ୍ତି କି ସରକାର ନିଜ ସ୍ୱାର୍ଥ ପାଇଁ ବିଧାନସଭା ବନ୍ଦ କରିଦେଲେ ଆପଣମାନେ ଧାରଣା? ନିଶ୍ଚିତ ଆମେ ଯୋଉ ଏକ୍ସପେକ୍ଟେସନ କରିଥିଲେ ଯେ 15 ତାରିଖ ପର୍ଯ୍ୟନ୍ତ ବିଧାନସଭା ଚାଲିବ, ଆମେ ସେତିକି ପର୍ଯ୍ୟନ୍ତ ବସିବୁ, ବୋଧେ ସରକାର ଆମକୁ ଡରିଗଲେ। ସେ ଭାବି ନେଲେ ଯେ ଏମାନେ ତ ପରମିଶନ ନେଇଗଲେଣି, ବସିବେ, ଆମ ଉପରେ ଭାରି ପଡିଯିବ, ତେଣୁ ତା ପୂର୍ବରୁ ସେ ଲୁଚିକି ଆମକୁ ପଳେଇଗଲେ। ବିଧାୟକମାନଙ୍କ ଦରମା ବୃଦ୍ଧି ହେଇଛି, ଆପଣ ବିରୋଧ କରୁଛନ୍ତି ନା କଣ? ଆମେ ତାଙ୍କ ଦରମାକୁ ବିରୋଧ କରୁନୁ, ଆମେ ଆମ ଦରମାକୁ କେମିତି ହାଇକ୍ କରିବା ସେଇଥିପାଇଁ ଚାହୁଁଛୁ। ଆମେ ଗୋଡ ଭିଡ଼ିବାକୁ ଚାହୁଁନୁ, କାରଣ ଆମେ କଙ୍କଡା ଗୋଷ୍ଠୀ ନୁହଁ। ଗୋଡ କାହିଁକି ଭିଡ଼ିବୁ? ତମେ ବି ଭଲରେ ରୁହ, ଆମେ ବି ଭଲରେ ରହିବୁ। ତମେ ଯଦି ଆମର କରିଦେଲ, ହାଇକ୍ଟା କରିଦେଲ। କହିଲେ ବିଜେଡି ଅମଳରେ ଯାହା ଥିଲା ବିଜେପି ସେଇଆ, ତାହେଲେ ବିଜେଡି ତ ସିଙ୍ଗଲ ଇଞ୍ଜିନ ଥିଲା, ଡବଲ ଇଞ୍ଜିନ ସରକାରରେ କେମିତି ଆପଣ ଦାବି ପୂରଣ? ସେଇଟା ଦୁଃଖର କଥା। ଦାବି ତ ପୂରଣ ଦୂରର କଥା, ଏବେ ଯୋଉ ଗୋଟେ ଚାଲିଛି ଆମର ମାନେ ସରକାରଙ୍କର ଯୋଉ 15 ଦିନ ଗୋଟେ ଏକ୍ସଟେନସନ, ସେଇଟା ଆମକୁ ଲାଗୁଛି ସତେ ଯେମିତି ଆମର ଯୋଉ ଧାନ ଚାଷ ହଉଛି, ଆମେ 15 ଦିନ ପାଇଁ ବିଲରେ ଯାଉଛୁ, ଧାନ କାଟିକି ଆସୁଛୁ, ସେମିତି ଆମେ ଗୋଟେ ସ୍କୁଲ ଲେବୁଲରେ 15 ଦିନ ପାଠ ପଢେଇ ଦଉଛୁ। ସେମାନେ କରିଦେଲେ ସରକାର। ହଁ, ଆମେ ଚାଷୀ, ନହେଲେ ସେମାନେ କମିଶନ ଦିଅନ୍ତେ କି? ସେମାନେ କମିଶନ ଦିଅନ୍ତେ। ଯୋଉ TDS ର ଗୋଟେ ସିଷ୍ଟମ କରିଛନ୍ତି, ଇଏ ତ ସେଥିରେ 16 ଫର୍ମ ନମ୍ବର 16 ମେନସନ କଣ କରୁଛି? ସେ ସାଲାରୀ କରୁଛି, ସେ କମିଶନ ଦଉଛନ୍ତି ଆମକୁ। ତ କମିଶନ ଲେବୁଲରେ ଯଦି ଶିକ୍ଷା ବ୍ୟବସ୍ଥା ଭିତରେ ଏଇ ଟାଇପର ଶିକ୍ଷା ଚାଲିବ, ତାହେଲେ ଆମେ ବି କମିଶନ ବ୍ୟବସ୍ଥାରେ ପାଠ ପଢିବୁ ପିଲାମାନଙ୍କୁ। ଆମ ଇଚ୍ଛାରେ ଆମେ କମିଶନ ପାଇବୁ, 4 ଦିନ ସ୍କୁଲ ବନ୍ଦ କରିବୁ, ନଥାଏ କମିଶନ। ପରୀକ୍ଷା ସମୟରେ ଆମେ ଖାତା ଦେଖି ଯିବୁନି, ଆମେ ପ୍ରାକ୍ଟିକାଲ ଏକ୍ଜାମ ହବ, ଆମେ ପ୍ରାକ୍ଟିକାଲ କରିବାକୁ ଯିବୁନି। ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ ଥିଲେ, ଶିକ୍ଷକଙ୍କ ଦୁଃଖ ବୁଝିପାରୁନି। ଏକ୍ସପେକ୍ଟେସନ କରିନଥିଲୁ ବୋଲି ତ 2024-25 ସିଲେକ୍ସନରେ ତାଙ୍କୁ ଆଣିବାରେ ଆମର ବି କିଛି ହାତ ଅଛି। ଆମେ 2021 ବିଟି ଅଛୁ, 21 ପରିବାର ଇଣ୍ଟୁ 4 ମିନିମମ୍, ତ ସେତିକି ଭୋଟ ତ ଯାଇଛି। ତା ପରବର୍ତ୍ତୀ ମଧ୍ୟରେ ଆମର ରିଲେସନ ମାନଙ୍କର ତ ଆମେ କରିଛୁ କିଛି, ଯେ କେଜାଣି ଆମର ଯଦି ସରକାର ଚେଞ୍ଜ ହେଇଯିବ, ଆମକୁ ନେଇଯିବେ କି କିଛି ଗଭର୍ଣ୍ଣମେଣ୍ଟ ବ୍ୟବସ୍ଥା ଭିତରକୁ ନେଇଯିବେ କି? ଡବଲ ଇଞ୍ଜିନ ର ଯୋଉ ନାରା ଦେଇଥିଲେ, ଡବଲ ଇଞ୍ଜିନ ଆସିଲେ ଆମର ଭଲ ଡେଭଲପମେଣ୍ଟ ହବ, କାଳେ ହେଇଯିବ କି? ଆମେ ଆଶା କରିଥିଲୁ ବୋଲି ତ ଦେଲୁ। ଯଦି ଆମେ ସେଇ ତ ଆମ ପାଇଁ ବିପଦଗାମୀ ହେଇଯାଇଛି, ସେଇ ଡବଲ ଇଞ୍ଜିନ ଆମକୁ ଏମିତି ମଝିରେ ଭିଡିକି ପୁରା ମଝି ପର୍ଯ୍ୟନ୍ତ ଆମ ଶରୀରରେ ଭିଡିକି ଆଣିଛନ୍ତି। ଆଉ ଅଳ୍ପ ଟିକେ ଅଛି, ସରକାର ସ୍ତରରେ ଭିଡିବେ, ଆଉ କିଏ ଭିଡିବେ?
ଆଉ କିଏ ଭିଡ଼ିବେ ସରକାର ହିଁ ଭିଡ଼ୁଛନ୍ତି ସେପଟେ ସେମାନେ ସେକ୍ଟର କହୁଛନ୍ତି 60% ଆମେ ତମକୁ କମ୍ପ୍ଲିଟ୍ ଦଉଛୁ ଷ୍ଟେଟ୍ କହୁଛନ୍ତି 40% କମ୍ପ୍ଲିଟ୍ ଦଉଛୁ ଆମେ ଯାହା ବିଶେଷ ସୂତ୍ରରୁ ଶୁଣୁଛୁ ଯେ ଆମର ସାଲାରୀ କୁଆଡେ 28-30 ହଜାର ଆଗକୁ ଇଲେକ୍ସନ ଅଛି ଆପଣ କଣ କରିବେ? ଯଦି ଆମର କୌଣସି ବ୍ୟବସ୍ଥା ନ କଲେ ତାହେଲେ ଆମେ ବି ତାଙ୍କୁ ଇଲେକ୍ସନ ରେ ସୂଚାଇ ଦେବୁ ନିଶ୍ଚିତ ସୂଚାଇ ଦେବୁ ଆଉ ଆମ ଆସୋସିଏସନ ତରଫରୁ ମଧ୍ୟ ଆମେ ଏଇଟା ନାରା ଦେଉଛୁ ଅନୁରୋଧ ବି ମାନେ ଆମେ ବିଜେପି ସରକାର ଏବଂ ଆମର ମୋହନ ସାର୍ଙ୍କୁ ଆମେ ଅନୁରୋଧ କରୁଛୁ ପ୍ରଥମେ ଆମର ପ୍ରତ୍ୟେକଟି ଦାବି ପୂରଣ କରନ୍ତୁ ଏବଂ ଆମକୁ ସୁରକ୍ଷିତ ରଖନ୍ତୁ ଯେମିତିକି ଆମର ଭାଇମାନେ ଏତେ ଏତେ ଦୂରରେ ଅଛନ୍ତି ତାଙ୍କର ବି ଗୋଟେ ଟ୍ରାନ୍ସଫର ପଲିସି କିଛି ଗୋଟେ କରନ୍ତୁ ଯେମିତି ଘରେ ପାଖରେ ରହିବେ ଆଉ ତ ଦୁଃଖର କଥା ଆଜ୍ଞା ଦୁଃଖର କଥା ଆମ ଜଣେ ମହିଳା ଆମ ମାନଙ୍କର ମାନେ ଆମେ ଭାବୁଛୁ କିଛି ଦିନ ପରେ ଆମ ମହିଳା ବେଟି ମାନେ ଓମ୍ ଶାନ୍ତିକୁ ଯିବେ କାରଣ ଆମର ମ୍ୟାଟର୍ନିଟି ଲିଭ୍ ନାହିଁ ସ୍ପେଶିଆଲ ଲିଭ୍ ଆମର ରହିଲେ ଡିସିଏମ୍ ଡେପୁଟି ସିଏମ୍ ମ୍ୟାଡାମ ପ୍ରଭାତୀ ମ୍ୟାଡାମ ରହିଲେ ଆମର ଆମ ସମସ୍ତଙ୍କ ପାଇଁ କରିଦେଲେ ଗୋଟେ ସ୍ପେଶିଆଲ ଲିଭ୍ ତାହେଲେ ଆମର କଣ ସ୍ପେଶିଆଲ ଲିଭ୍ ନା ଆମେ ମହିଳା ନୁହଁ ନା ଆମେ କଣ ପୁରୁଷ ନା ହିଞ୍ଜିଡା ସେ କଣ ଭାବିଲେ ଆମକୁ ତ ଆମ ପାଇଁ ମଧ୍ୟ ସ୍ପେଶିଆଲ ଲିଭ୍ ର ବ୍ୟବସ୍ଥା କରାଯାଉ ମ୍ୟାଟର୍ନିଟି ଲିଭ୍ କରାଯାଉ ट्रांसफर केस करा जाऊ बहुत वृद्ध बापा माँ मैंने घरे रोचंदी गोटे गोटे पुओ से माने कोठी जाई जाजपुर केंद्रापड़ा सेपटर जाई रहउचंदी मालकानगिरी नवरंगपुर ट्रांसफर व्यवस्था करा जाऊ गोटे परिवार चलेबा पई हम गोटे स्किल टीचर तार मिनिमम माने सैलरी टा 1500-2000 रहिबा दरकार तार सैलरी व्यवस्था मध्य करा जाए शांति रे टिके हमको बंचिबा को दियंतु से माने हमको बंचिया को देले आम नेक्स्ट को भी बंचिया को देबो नचेत सीए भी जीवी